ଆପଣ ଯେତେ ପଢ଼ାପଢ଼ି କରୁଥାନ୍ତୁ ନା କାହିଁକି, ଆପଣ ଯଦି ଫର୍ମଟି ଆପ୍ଲାଏ କରିପାରିବେନି, ତ ଆପଣଙ୍କୁ କିଛି ଲାଭ ନାହିଁ। ଆପଣ ଜାଣିଥିବେ O3 ତରଫରୁ ପାଖାପାଖି RI, ARI, ଅମିନ, SFS, VAW, ICDF ସୁପରଭାଇଜର ପାଖାପାଖି 3000 ପୋଷ୍ଟ ମଧ୍ୟ ଆସିଛି ଏବଂ ଫରେଷ୍ଟ ଗାର୍ଡ଼, ଫରେଷ୍ଟର ଆଉ ଏସ୍ଏସ୍ କନଷ୍ଟେବଳ ପାଖାପାଖି 1700+ ପୋଷ୍ଟ ପାଖାପାଖି ଆସିଛି। ମାନେ ପାଖାପାଖି କହିବାକୁ ଗଲେ ଓଭରାଲି 5000+ ପୋଷ୍ଟ ମଧ୍ୟ ଆସିଛି ଓ ଡବଲ୍ ସିଜିଏଲ୍ ମଧ୍ୟ ପାଖାପାଖି କେତେ 1574 ପାଖାପାଖି ପୋଷ୍ଟ ମଧ୍ୟ ଆସିଛି। ଆଉ ବହୁତ ସାରା ପୋଷ୍ଟ ମଧ୍ୟ ମାନେ ଆହୁରି ମଧ୍ୟ ଆପ୍ଲାଏ ହେବ। ତ ଯେଉଁମାନେ ସମସ୍ତଙ୍କ ଡାଉଟ୍ ରହୁଛି କି O3SC ୱେବସାଇଟ୍ ମଧ୍ୟ ଓପନ୍ ହେଉନି ଓ SSC ୱେବସାଇଟ୍ ମଧ୍ୟ ଓପନ୍ ହେଉନି, ଆଜିକା ଭିଡ଼ିଓରେ ମୁଁ ଆପଣଙ୍କୁ କହିଦେବି କି ଏମିତି ଗୋଟେ ଟ୍ରିକ୍ ଆପଣଙ୍କୁ କହିବି, ଆପଣ ଆରାମସେ ଓପନ୍ କରିକି ଆପଣ ଫର୍ମଟି ମଧ୍ୟ ଆପ୍ଲାଏ କରିପାରିବେ। ଠିକ୍ ଅଛି। ଆଉ ଗୋଟେ ଯେଉଁ କଥା, ଆଉ ଯେଉଁମାନେ ଆମ ଟେଲିଗ୍ରାମ୍ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି, ଟେଲିଗ୍ରାମ୍ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭିଡ଼ିଓ ନାହିଁ, କାରଣ ଟେଲିଗ୍ରାମ୍ ଗ୍ରୁପ୍ରେ ଯେତେ ସବୁ ଜବ୍ର ଅପଡ଼େଟ୍ ହେଲା, ଓକେ, ଆଉ ରେଜଲ୍ଟ ହେଲା, ଆଡମିଟ୍ କାର୍ଡ଼ ଆସିଲା, ଓକେ, ଆଉ ଆପଣଙ୍କୁ ମଧ୍ୟ ଜିକେ ମେନ୍ ଇମ୍ପୋର୍ଟାଣ୍ଟ ମଧ୍ୟ ଆପଣଙ୍କୁ ପ୍ରୋଭାଇଡ଼ କରିଥାଏ। ଆପଣମାନେ ଯଦି ଆପଣ ଯଦି ଆମ ଗ୍ରୁପ୍ରେ ଜଏନ୍ କରିକି ଆପଣମାନେ ମଧ୍ୟ ପ୍ରିଭିୟସ୍ ଆପଣ ଦେଖିପାରୁଥିବେ। ଠିକ୍ ଅଛି। ଆପଣମାନଙ୍କ ମେନ୍ ଇମ୍ପୋର୍ଟାଣ୍ଟ ଜିକେ ମଧ୍ୟ ଆପଣଙ୍କୁ ଆମ ଟେଲିଗ୍ରାମ୍ ଗ୍ରୁପ୍ରେ ମଧ୍ୟ ଦେଖିବାକୁ ମିଳିଯିବ। ନିହାତି ଭାବରେ ଆମ ଟେଲିଗ୍ରାମ୍ ଗ୍ରୁପ୍ରେ ଜଏନ୍ କରିବାକୁ ଜମାରୁ ନାହିଁ। ଏବଂ ଯଦି କିଛି ବି ଡାଉଟ୍ ରହୁଛି ଆପ୍ଲାଏ କଲା ଟାଇମ୍ରେ କ'ଣ ଦେବାକୁ ପଡ଼ିବ, କ'ଣ ଡକ୍ୟୁମେଣ୍ଟ କେମିତି ନିଜ ମୋବାଇଲରେ ମଧ୍ୟ ଆପ୍ଲାଏ କରିପାରିବେ, କିଛି ଟେନସନ୍ ନେବା କିଛି ଦରକାର ନାହିଁ। ଷ୍ଟେପ୍ ବାଇ ଷ୍ଟେପ୍ ଆପଣଙ୍କୁ କହିଦେବି କେମିତି ୱେବସାଇଟ୍ ଓପନ୍ କରିବେ ଏବଂ ଆପଣମାନେ ଆପ୍ଲାଏ ମଧ୍ୟ କରିପାରିବେ। ଠିକ୍ ଅଛି। ଆପଣଙ୍କ ମୋବାଇଲରେ କ୍ରୋମ୍ ଯିବେ, କ୍ରୋମ୍ 3 ଡଟ୍ ଉପରେ କ୍ଲିକ୍ କରିବେ, ନ୍ୟୁ ଇକୋନୋମିକ୍ସ ଟ୍ୟାବ୍ ଉପରେ କ୍ଲିକ୍ କରିବେ। ଷ୍ଟେପ୍ ବାଇ ଷ୍ଟେପ୍ ଆପଣଙ୍କୁ କହିଦେଉଛି। ତାପରେ ସର୍ଚ୍ଚ କରିବେ O SSC ନହେଲେ O SSS ଯଦି ମୁଁ ସର୍ଚ୍ଚ କଲି, ସର୍ଚ୍ଚ କରିସାରିଲା ପରେ ଓପନ୍ କରିବେ। ଠିକ୍ ଅଛି। ଓପନ୍ କରିସାରିଲା ପରେ ଫାଷ୍ଟ ଅପସନ୍ ଥିବ O SSC ଓଡ଼ିଶା ଜବ୍ ସବ୍ ଅର୍ଡ଼ିନାରୀ ଷ୍ଟାଫ୍ ସିଲେକ୍ସନ୍ କମିଶନ୍। ତାପରେ କ୍ଲିକ୍ କରିବେ। ଆପଣ ଟିକେ ୱେଟ୍ କରିବେ, ସାଙ୍ଗେ ସାଙ୍ଗେ ଆପଣଙ୍କୁ 1 ମିନିଟ୍ ଭିତରେ ଆପଣଙ୍କୁ ଓପନ୍ ହେଇଯିବ। ଠିକ୍ ଅଛି। ଏଇ ଟ୍ରିକ୍ ଆପ୍ଲାଏ କରିବେ, ଆପଣଙ୍କୁ 100% ମଧ୍ୟ 100% ମଧ୍ୟ ଓପନ୍ ହେବ ଏବଂ ଆପ୍ଲାଏ ମଧ୍ୟ କରିପାରିବେ। ପୁରା ଲାଇଭ୍ ପ୍ରୁଫ୍ ମୁଁ ଆପଣଙ୍କୁ ଆଇଡ଼ି ଓପନ୍ କରି ମୁଁ ମଧ୍ୟ ଯେଉଁ 2ଟା ମଧ୍ୟ ଆପ୍ଲାଏ କରିଛି ଗୋଟେ ପିଲାଙ୍କର ଦେଖାଇଦେବି। ଆପଣମାନେ ମଧ୍ୟ ଏଇ ଭିଡ଼ିଓ ମାଧ୍ୟମରେ ଦେଖିପାରିବେ। ଠିକ୍ ଅଛି। ସିମ୍ପଲ୍ କଥା, ଆପଣ ନିଜେ ଆଖି ସାମ୍ନାରେ ଦେଖିପାରୁଥିବେ ୱେବସାଇଟ୍ଟି ଓପନ୍ ହେଇଯାଇଛି। ଆପଣ ସେମିତି O SSC ୱେବସାଇଟ୍ ମଧ୍ୟ ଓପନ୍ କରିବେ। ଠିକ୍ ଅଛି। ଏମିତି ଆପ୍ଲାଏ କଲେ ଆରାମସେ ଆପଣମାନେ ଆପ୍ଲାଏ କରିବେ, କିଛି ଅସୁବିଧା ହେବ ନାହିଁ। ଠିକ୍ ଅଛି। ଓକେ, ଓପନ୍ ହେଇଗଲା। ଓପନ୍ ହେଇସାରିଲା ପରେ ଆପଣ ଲଗ୍ଇନ୍ କରିବେ। ଲଗ୍ଇନ୍ କରି ଆପଣ ଆଇଡ଼ି ପାସୱାର୍ଡ଼ ଦେଇକି ଆପଣମାନେ ଆପ୍ଲାଏ କରିପାରିବେ। ଯେଉଁମାନେ ନ୍ୟୁ ୟୁଜର୍ ଆପଣମାନେ ଜାଣିଥିବେ, ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣମାନେ ଆପ୍ଲାଏ କରିବେ। ଠିକ୍ ଅଛି। ଲଗ୍ଇନ୍ ଉପରେ କ୍ଲିକ୍ କଲେ, ଲଗ୍ଇନ୍ ଉପରେ କ୍ଲିକ୍ କରିସାରି ଆପଣ ଦେଖିବେ ଇନଷ୍ଟାଣ୍ଟଲି ଆପଣ ଆଇଡ଼ି ପୁରା କ୍ଲିୟରଲି ୱେବସାଇଟ୍ ମଧ୍ୟ ଚାଲିଛି। ଆପଣ ଆରାମସେ ମଧ୍ୟ ଏମିତି ୟୁଜ୍ କରିବେ। ଦେଖ, ଏଇଟା ମୁଁ ଦିନବେଳେ କରିଛି, ଯଦି ଆପଣମାନେ ରାତିରେ କରିବେ ପୁରା ଇନଷ୍ଟାଣ୍ଟଲି ମଧ୍ୟ ଓପନ୍ ହେଇଯିବ। ଆପଣ ନିଜେ ଆଖି ଆଗ ସାମ୍ନାରେ ଦେଖିପାରୁଥିବେ ମୁଁ 2ଟା ଦେଖାଉଛି RI, ARI ଆପ୍ଲାଏ କରିଛି ଏବଂ ଆପଣ ଦେଖିପାରୁଥିବେ ଫରେଷ୍ଟର ଲାଇଫ୍ ଷ୍ଟକ୍ SS କନଷ୍ଟେବଳ ମଧ୍ୟ ଆପ୍ଲାଏ କରିଛି। 2ଟା ଆପ୍ଲାଏ ମଧ୍ୟ କରିଛି। ଆପଣ ଆରାମସେ ଏଇ ଷ୍ଟେପ୍ ଫଲୋ କରନ୍ତୁ। ଠିକ୍ ଅଛି। ଆରାମସେ ଆପଣଙ୍କର ଆପ୍ଲାଏ ହେବ, କିଛି ବ୍ୟସ୍ତ ହେବାର କିଛି ବି ଦରକାର ନାହିଁ। ଆପଣମାନେ ଯଦି ରାତିରେ କରିବେ ବହୁତ ଜଲ୍ଦି ମଧ୍ୟ ଓପନ୍ ହେଇଯାଉଛି, ଦିନରେ କଲେ ମଧ୍ୟ ଆପ୍ଲାଏ ହେଇଯାଉଛି। ଓକେ।